15ଶ ଶତାବ୍ଦୀରେ ଭାରତ ବୃହତ୍ ବାଣିଜ୍ୟ ଏବଂ ସଂସ୍କୃତିର ଏକ ମହତ୍ତ୍ୱପୂର୍ଣ୍ଣ କେନ୍ଦ୍ର ଥିଲା। ଏଠିର ମସଲା, ରତ୍ନପଥର, ରେଶମ ଏବଂ ଅନ୍ୟାନ୍ୟ ଦ୍ରବ୍ୟ ବିଭିନ୍ନ ଦେଶର ବାଣିଜ୍ୟିକମାନଙ୍କୁ ଆକର୍ଷଣ କରୁଥିଲା। ସେମାନଙ୍କ ମଧ୍ୟରୁ ଭାସ୍କୋ ଡା ଗାମା ଥିଲେ ଅନ୍ୟତମ। ଆଜିର ଏହି ଭିଡ଼ିଓରେ ଆମେ ଭାସ୍କୋ ଡା ଗାମାଙ୍କ ବିଷୟରେ କିଛି ତଥ୍ୟ ଜାଣିବା ପାଇଁ ଯିବା। ଭାସ୍କୋ ଡା ଗାମା ଏକ ଐତିହାସିକ ବ୍ୟକ୍ତିତ୍ୱ। ଭାରତ ଆଗମନ। ପର୍ତ୍ତୁଗୀଜ ରାଜା ମାନୁଏଲ ପ୍ରଥମେ ଭାସ୍କୋ ଡା ଗାମାଙ୍କୁ ଆଜ୍ଞା ଦେଇଥିଲେ ଯେ ସେ ଏସିଆର ମସଲା ବାଣିଜ୍ୟ ପାଇଁ ନୂତନ ସମୁଦ୍ରପଥ ଖୋଜିବେ। 1497 ମସିହାରେ ଭାସ୍କୋ ଡା ଗାମା 4ଟି ନୌକା ନେଇ ପର୍ତ୍ତୁଗାଲରୁ ଯାତ୍ରା କଲେ। ଏହି ଯାତ୍ରା ଆଫ୍ରିକାର କେପ୍ ଅଫ୍ ଗୁଡ୍ ହୋପ୍ ହୋଇ ଭାସିଲିସ୍ ଏବଂ ମୋଜାମ୍ବିକ୍ ଦ୍ୱାରା ଚାଲିଥିଲା। ଏହି ଯାତ୍ରାରେ ଅବଦୁଲ ମାଜିଦ୍ ତାଙ୍କୁ ବହୁ ପରିମାଣରେ ସାହାଯ୍ୟ କରିଥିଲେ। ଶେଷରେ 1498 ମସିହା ମେ 20 ତାରିଖରେ ସେ ଭାରତର କଲିକଟ, ଯାହାକି କେରଳାରେ ଅବସ୍ଥିତ ଥିଲା, ସେଠି ଆସି ସେ ପହଞ୍ଚିଲେ। ଭାରତରେ ଭାସ୍କୋ ଡା ଗାମାଙ୍କ ଅନୁଭବ। କଲିକଟର ଜାମୋରିନ୍ ରାଜାଙ୍କୁ ଭାସ୍କୋ ଡା ଗାମା ଉପହାର ଦେଇ ମସଲା ବାଣିଜ୍ୟ ପାଇଁ ଅନୁମତି ମାଗିଲେ। ହେଲେ ସ୍ଥାନୀୟ ଆରବ ବ୍ୟାପାରୀମାନେ ପର୍ତ୍ତୁଗୀଜମାନଙ୍କୁ ଅସ୍ୱୀକାର କଲେ ଏବଂ ବାଣିଜ୍ୟରେ ଅନେକ ବାଧା ଦେଲେ। ଏହି ସମୟରେ ଭାସ୍କୋ ଡା ଗାମା ଏକ ସଫଳ ବାଣିଜ୍ୟ ଚୁକ୍ତି କରି 1499 ମସିହାରେ ପର୍ତ୍ତୁଗାଲ ଫେରିଲେ। ସେ ଆମଦାନୀ କରିଥିଲେ ମସଲା, ମରିଚ ଏବଂ ଅନ୍ୟ ଜିନିଷ, ଯାହାଦ୍ୱାରା ପର୍ତ୍ତୁଗାଲ ବହୁତ ଲାଭ କଲା। ତାଙ୍କ ଦ୍ୱିତୀୟ ଏବଂ ତୃତୀୟ ଯାତ୍ରା। 1502 ମସିହାରେ ଭାସ୍କୋ ଡା ଗାମା ଦ୍ୱିତୀୟ ଥର ପାଇଁ ଭାରତ ଆସିଲେ। ଏହି ଥର ସେ ଅନେକ ସଂଘର୍ଷ ଏବଂ ଯୁଦ୍ଧ କଲେ, କାରଣ ସ୍ଥାନୀୟ ବ୍ୟାପାରୀମାନେ ତାଙ୍କୁ ଅସ୍ୱୀକାର କରୁଥିଲେ। ସେ ପ୍ରକୋପ ଏବଂ ଦଳିତ ଚିନ୍ତାଧାରା ଦ୍ୱାରା କିଛି ସଫଳତା ଲାଭ କଲେ। 1524 ମସିହା ଭାସ୍କୋ ଡା ଗାମା ତୃତୀୟ ଥର ପାଇଁ ଭାରତ ଆସିଲେ। ଏହି ଥର ସେ ପର୍ତ୍ତୁଗୀଜ ଭିସେରୟ ଭାବରେ ନିଯୁକ୍ତି ହୋଇଥିଲେ। ମୁଖ୍ୟତଃ ସେ ପର୍ତ୍ତୁଗୀଜମାନଙ୍କ ବାଣିଜ୍ୟ ଅଧିକାର ସୁରକ୍ଷିତ କରିବା ଏବଂ ଅନ୍ୟ ବୃଦ୍ଧିଶାଳୀ ବାଣିଜ୍ୟ ଶକ୍ତିମାନଙ୍କୁ ପ୍ରତିବାଦ କରିବା ଲକ୍ଷ୍ୟ ନେଇ ଭାରତ ଆସିଥିଲେ। ମୃତ୍ୟୁ ଏବଂ ଏହାପରେ ପ୍ରଭାବ। 1524 ମସିହା 24 ଡିସେମ୍ବର ତାରିଖରେ ଭାସ୍କୋ ଡା ଗାମା ଗୋଆରେ ଅସୁସ୍ଥ ହୋଇ ଦେହତ୍ୟାଗ କଲେ। ପରେ ତାଙ୍କ ଅସ୍ଥି ପର୍ତ୍ତୁଗାଲରେ ପୁନଃସ୍ଥାପିତ କରାଯାଇଥିଲା। ତାଙ୍କ ଭାରତ ଆଗମନ ଫଳରେ ପ୍ରଥମ ଏସିଆ ୟୁରୋପ ସମୁଦ୍ରପଥ ଉନ୍ମୋଚନ ହୋଇଥିଲା। ଏହାପରେ ପର୍ତ୍ତୁଗୀଜମାନଙ୍କ ଭାରତରେ ବାଣିଜ୍ୟ ଏବଂ ଉପନିବେଶୀୟ ଅଧିକାର ସ୍ଥାପନ କରିବାକୁ ସୁଯୋଗ ମିଳିଥିଲା। ଉପସଂହାର। ଭାସ୍କୋ ଡା ଗାମା ଏକ ସାହସୀ ନୌକାଚାଳକ ଏବଂ ଅନ୍ୱେଷଣକାରୀ ଥିଲେ, ଯିଏ ଏସିଆ ଏବଂ ୟୁରୋପ ମଧ୍ୟରେ ସମୁଦ୍ର ବାଣିଜ୍ୟ ମାର୍ଗ ଖୋଲିଥିଲେ। ମଧ୍ୟଯୁଗର ନୌକା ବୈଜ୍ଞାନିକତା ଏବଂ ଭୌଗୋଳିକ ଅନ୍ୱେଷଣର ଏହି ମହତ୍ତ୍ୱପୂର୍ଣ୍ଣ ଅଧ୍ୟାୟ ଆଜି ଯାଏଁ ଇତିହାସରେ ଜୀବନ୍ତ ଅଛି। ଏହି ଯାତ୍ରା ଭାରତ ଉପରେ ପର୍ତ୍ତୁଗୀଜମାନଙ୍କର ଆଧିପତ୍ୟର ଆରମ୍ଭ କଲା, ଯାହା ଶେଷରେ ଇଂରେଜମାନଙ୍କ ଶାସନ ପର୍ଯ୍ୟନ୍ତ ପହଞ୍ଚିଲା।